OSSTT ପରୀକ୍ଷା ଆବେଦନ ଅବଧି ବୃଦ୍ଧି। ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା ତଥା ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଏଲିଜିବିଲିଟି ଟେଷ୍ଟ OSSTT ପାଇଁ ଆବେଦନ ଅବଧିକୁ ମାଧ୍ୟମିକ ଶିକ୍ଷା ପରିଷଦ ବୃଦ୍ଧି କରିଛନ୍ତି। ଉକ୍ତ ପରୀକ୍ଷା ପାଇଁ ଆବେଦନର ଶେଷ ସମୟ 23 ଅଗଷ୍ଟ ଯାଏ ଥିଲା। ରାଜ୍ୟର ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଅନେକ ଶିକ୍ଷକ ଆଶାୟୀ ପ୍ରାର୍ଥୀ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନ କରିପାରିନାହାନ୍ତି। ତେଣୁ ପ୍ରାର୍ଥୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଫର୍ମ ପୂରଣ ଅବଧିକୁ ଆସନ୍ତା 30 ଅଗଷ୍ଟ ଯାଏ ବୃଦ୍ଧି କରାଯାଇଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷେ ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ DLED ପରୀକ୍ଷା ପାଇଁ ଆସନ୍ତା 28 ଅଗଷ୍ଟରୁ ସେପ୍ଟେମ୍ବର 6 ଯାଏ ଅନଲାଇନରେ ଫର୍ମ ପୂରଣ କରାଯିବ। DLED ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ ଓ ବ୍ୟାକ୍ ପେପର ଥିବା ପ୍ରାର୍ଥୀମାନେ ଫି ଦାଖଲ କରି ଅନଲାଇନରେ ଫର୍ମ ପୂରଣ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସେପ୍ଟେମ୍ବର 8 ତାରିଖ ଅପରାହ୍ନ 5ଟା ସୁଦ୍ଧା ବୋର୍ଡ ୱେବସାଇଟରେ ଅପଲୋଡ୍ କରିବାକୁ ସମୟ ନିର୍ଘଣ୍ଟ ଜାରି କରାଯାଇଛି।